କଳାପଥରରୁ କାହିଁକି ଆଜି କାହାକୁ ଦେଖିବା ପାଇଁ ଆସିଛନ୍ତି? ଆସିବ ତୁମ ବଦରୀ ଦେଖିବାକୁ ସିଂହ ବାହିନୀର ସିଂହବାହିନୀ ଆଜ୍ଞା। କୋଉ ହିରୋକୁ ଦେଖିବେ? ମାନେ ପିୟୁଷ ଆଜ୍ଞା କାହିଁକି ଏତେ କ୍ରେଜ ପିୟୁଷଙ୍କର? ପିୟୁଷ 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 ଯେତେ ହେଲେ ସୁଦ୍ଧା ପିୟୁଷ ପିୟୁଷ କେତେ ବଳୁ ଆସିଲେ କେତେ ଟିକେଟ କଷ୍ଟ କରି କରୁଛନ୍ତି? ଆଜ୍ଞା ଆମେ 6ଟାରୁ ଟିକେଟ କଲୁ ଆଜ୍ଞା ରାତି 4ଟାରୁ ଠିଆ ହେଇଥିଲୁ ଲାଇନ ଆମ ପିଲା ଥିଲା 6ଟାରୁ ଟିକେଟ କରିକି ବର୍ତ୍ତମାନ ଆମେ ଆସୁ କଳାପଥରରୁ ଆସୁ ଆଚ୍ଛା ରାଣୀ ପଣ୍ଡା କହୁଥିଲେ କଣ ପିୟୁଷ କୁଆଡେ ଆକ୍ଟିଂ ଆସିବେ? ରାଣୀ ପଣ୍ଡା କୁହନ୍ତୁନି ଆଜ୍ଞା ଏରା ବାଗ ଆକ୍ଟର ନୁହଁ କିଏ ବାଗା? ରାଣୀ ପଣ୍ଡା ନା ରାଣୀ ପଣ୍ଡା ସିଏ କିଏ ସେ ପିୟୁଷ ବାଳରେ ସିଏ ସରି ହବ ରାଣୀ ପଣ୍ଡା ଆଚ୍ଛା ଆଉ ସେ କହୁଛନ୍ତି ଭଲ ଆକ୍ଟର କହୁଛନ୍ତି। ଭଲ ଆକ୍ଟର କଣ ମୁଁ ଯଦି କହିବି ମାନେ ଭଲ ଆକ୍ଟର ଆପଣ କହିବେ ଭଲ ଆକ୍ଟର ଆଉ ରାଣୀ ପଣ୍ଡା ଆକ୍ଟର ହବ ପିୟୁଷ ସେଥିରେ ପିୟୁଷ ପିୟୁଷ ଆଉ ପିୟୁଷ କାହିଁକି ଏତେ ଭଲ ପାଉଛନ୍ତି? କଣ ଖାଦ୍ୟ ତାଙ୍କର? ପିୟୁଷର କ୍ରେଜ ଅଛି ହଁ ଭାଇ ପିୟୁଷର କ୍ରେଜ ଅଛି ଆଚ୍ଛା ପିୟୁଷ ଯଦି ଏତେ ଭଲ କାହିଁ ଏତେ ବାଦ ବିବାଦ ଭିତରେ କରୁଛନ୍ତି? ବାଦ ବିବାଦ ହେଲେ ମାଲିକ ମାନେ ସବୁ କରୁଛନ୍ତି ଆକ୍ଟରଙ୍କର ଭୁଲ ନାହିଁ ଆଜ୍ଞା ଆମେ ବି କଳାକାର ଆମେ ବି ଗାଁରେ ନାଚ କରୁଛୁ ପିୟୁଷଙ୍କର କିଛି ଡାଇଲଗ କହିବେ? ଡାଇଲଗ ସବୁ ଦେଖୁଛୁ ହାଇଦର ଦେଖିଛୁ ତାର ସବୁ ଦେଖୁଛୁ ଡାଇଲଗ ମନେ କୋଉଟା ବେଶୀ ଭଲ ହେଇଛି? ଭାଇ ଡାଇଲଗ ଇଏ ଭାଇ କହିବେ ପିୟୁଷର ହଁ